ମୁଁ ଯେଉଁ ଝିଅକୁ ଭଲ ପାଉଛି ସେ ମୋତେ ପ୍ରକୃତ ପ୍ରେମ କରୁଛି ନା ନାହିଁ ମୁଁ କେମିତି ଜାଣିବି? ଯେବେ ବି ସମ୍ପର୍କରେ ଆସନ୍ତି ଆମେ ଭାବିବାରେ ଲାଗନ୍ତି ଯେ ମୁଁ ଜଣକୁ ଟାଇମ୍ ଦେଉଛି, ମୁଁ ତାକୁ ଏତେ ଭଲ ପାଉଛି, ସେ ମୋତେ ମିଛ ପ୍ରେମ କରୁନାହିଁ ତ। ଆଉ ଆମ ମନରେ ସନ୍ଦେହ ଆସିବାକୁ ଲାଗିଥାଏ କି ସାମ୍ନାବାଲା ମଣିଷ ମୋତେ ପ୍ରକୃତ ପ୍ରେମ କରୁଛି ନା ମିଛ ପ୍ରେମ କରୁଛି। ଖାସ୍ କରି ବହୁତ ପୁଅମାନେ ଏମିତି ମୋତେ ପ୍ରଶ୍ନ କରିଥାନ୍ତି ତ ମୋର ଯେଉଁ ଗାର୍ଲଫ୍ରେଣ୍ଡ ମୋତେ ପ୍ରକୃତ ପ୍ରେମ କରୁଛି ନା ମିଛ ପ୍ରେମ କରୁଛି କେମିତି ଜାଣିବି? ତ ଏହି ଭିଡ଼ିଓ ଦେଖିଲା ପରେ ସବୁ କିଛି କ୍ଲିୟର ହୋଇଯିବ। ତୁମେ ଯେଉଁ ଝିଅକୁ ଭଲ ପାଉଛ ସେ ତୁମକୁ ପ୍ରକୃତ ପ୍ରେମ କରୁଛି ନା ମିଛ ପ୍ରେମ କରୁଛି। ତ ସେଥିପାଇଁ ପ୍ରଥମେ କେମିତି ଜାଣିବ ନା ତୁମ ମେଣ୍ଟାଲ ଷ୍ଟେଜକୁ ବୁଝି ପାରୁଥିବା ଝିଅ ସେ ଜଣେ ବହୁତ ଭଲ ଝିଅ ହୋଇଥାଏ। କ'ଣ ପାଇଁ ନା ଆମେ ମେଣ୍ଟାଲ ଷ୍ଟେଜରେ ଯାହା ବି କୁହନ୍ତି ସବୁ ବୁଝିଯାଆନ୍ତି। କୁହନ୍ତି ନା ଭଲ ମଣିଷ ସେ, ଆଉ ଯଦି ଖରାପ କହିଲା ତ ସେ କୁହନ୍ତି ଖରାପ ମଣିଷ। କିନ୍ତୁ ଆମର ଯେଉଁ ମେଣ୍ଟାଲ ଷ୍ଟେଜ ଯାହା ବି ତୁମେ ଯାହା ବି ଚାହୁଁଛ, ଯାହା କହିବାକୁ ଚାହୁଁଛ, ଯାହା ବି ତୁମର ପସନ୍ଦ ନାହିଁ, ମାନେ ବାହାରୁ ତ ଦେଖେଇଥାନ୍ତି ବହୁତ ଭଲ ବୋଲି କିନ୍ତୁ ଭିତରୁ ଭଲ ହୋଇନଥାନ୍ତି। ସତ କ'ଣ ଜାଣିପାରନ୍ତି ନାହିଁ। ଯେମିତିକି ଆମେ ବାହାରୁ କେମିତି ଦେଖାଇଥାନ୍ତି, ଯେମିତିକି କୌଣସି ପାର୍ଟିକି କିମ୍ବା କୌଣସି ଫଙ୍କସନକୁ ଗଲେ କିମ୍ବା କୌଣସି ଜାଗାକୁ ଗଲେ ସମସ୍ତଙ୍କ ସହିତ ତ ଭଲରେ ମିଶିଯାଆନ୍ତି କିନ୍ତୁ ସେ ତ ଦେଖେଇଥାନ୍ତି ତୁମକୁ ପସନ୍ଦ କରୁଛି କିନ୍ତୁ ଭିତରୁ ତୁମକୁ ପସନ୍ଦ କରୁନାହିଁ। ଯଦି ଏହି ଜାଗାରେ ମେଣ୍ଟାଲ ଷ୍ଟେଜକୁ ବୁଝିପାରୁଛନ୍ତି ତ ଏହା ହେଉଛି ମେଣ୍ଟାଲ ଷ୍ଟେଜ। କିନ୍ତୁ ସେ ଜାଣିପାରନ୍ତି ତୁମେ କାହା ସହିତ ମିଶିବା ପସନ୍ଦ ଆଉ କାହା ସହିତ ମିଶିବା ପସନ୍ଦ ନାହିଁ। ଯଦି ଏହି ମେଣ୍ଟାଲ ଷ୍ଟେଜକୁ ବୁଝିପାରୁଛି ସାମ୍ନାବାଲା ମଣିଷ ତ କିମ୍ବା ସାମ୍ନାବାଲା ଝିଅ ତୁମେ ଜାଣିଯିବ ତ ତୁମେ ବୁଝିଯିବ ତାର ମେଣ୍ଟାଲ ଷ୍ଟେଜ ବହୁତ ଭଲ ଅଛି, ଯାହାକି ଏମିତି ଝିଅ ସହଜରେ ଧୋକା ଦିଏ ନାହିଁ। ପଏଣ୍ଟ ଟୁ ଆକ୍ସେପ୍ଟ, ଯେମିତିକି ସେ ସେମିତିକୁ ଆକ୍ସେପ୍ଟ କରନ୍ତି ଆଉ ସେହି ମଣିଷ ତୁମକୁ ନିଜର କରିନିଏ। ଯିଏ ତୁମକୁ ବୁଝିନିଏ, ଯାହା ସହିତ ପୁରା ଲାଇଫ୍ ତୁମେ ବଞ୍ଚିବାର ଅଛି, ଯାହା ସହିତ ପୁରା ଲାଇଫ୍ ତୁମେ ତାଙ୍କ ସହିତ ବଞ୍ଚିବାର ଅଛି ସେହି ମଣିଷ ତୁମକୁ ଆକ୍ସେପ୍ଟ କରୁଥିବ। ଅନ୍ୟ କେହି ବି ଆକ୍ସେପ୍ଟ କରିପାରିବେ ନାହିଁ। ମାନେ ତୁମେ ଯେମିତି ସେମିତି ଆକ୍ସେପ୍ଟ କରିବା ବାଲା ଯଦି ଏମିତି ମଣିଷ ମିଳିଯାଉଛନ୍ତି ତ ବୁଝିଯିବ ସେ ତୁମକୁ ପ୍ରକୃତ ପ୍ରେମ କରୁଛି। କାହିଁକି ନା ଆକ୍ସେପ୍ଟ ସମସ୍ତେ କରିପାରନ୍ତି ନାହିଁ କିନ୍ତୁ ଯେଉଁ ମଣିଷ ତୁମକୁ ନେଇ ଆକ୍ସେପ୍ଟ କରୁଛି ସବୁ କିଛି ଜାଣିଯିବ ସେ ତୁମକୁ ପ୍ରକୃତ ପ୍ରେମ କରୁଛି। ପଏଣ୍ଟ ନମ୍ବର 3, ସପୋର୍ଟ ଅନ୍ କ୍ୟାରିୟର। କ୍ୟାରିୟରରେ ସପୋର୍ଟ କରୁଥିବା ବାଲା ଝିଅ ବହୁତ କମ୍ ମିଳନ୍ତି। ସେ ଚାହିଁଥାନ୍ତି ମୋତେ ଖାଲି ସମୟ ଦେଉ, ମୁଭି ଦେଖିବା ପାଇଁ ନେଉ, ବୁଲିବା ପାଇଁ ନେଉ, ଏମିତି ସେମିତି, କିନ୍ତୁ ଯେବେ କ୍ୟାରିୟରର କଥା ଆସିଯାଏ ତ ସେ ସମ୍ପର୍କକୁ ବୁଝିପାରନ୍ତି ନାହିଁ ନା ଜାଣିବା ଦରକାର ବୋଲି କୁହନ୍ତି। ଯଦି ସାମ୍ନାବାଲା କ୍ୟାରିୟରରେ ସପୋର୍ଟ କରୁନାହିଁ ତ ପ୍ରକୃତ ପ୍ରେମ ସେ କେବେ ବି କରିନଥାଏ। ତ ସେଥିପାଇଁ ଯଦି ତୁମ ସାଙ୍ଗରେ ଯିଏ ଅଛି ସେ ତୁମକୁ ପ୍ରକୃତ ପ୍ରେମ କରୁଛି ତ ସେ ତୁମ କ୍ୟାରିୟର ପ୍ରତି ମଧ୍ୟ ଧ୍ୟାନ ଦେଇଥାଏ। ଯଦି ଏହି 3ଟି ସଙ୍ଗେ ତୁମେ କୌଣସି ଝିଅ ତୁମ ଆଗରେ ଦେଖାଉଛି ତ ଜାଣିଯିବ ସେ ତୁମକୁ ପ୍ରକୃତ ପ୍ରେମ କରୁଛି।